ଆସନ୍ତୁ ଆମେ ଆମ ଓଡ଼ିଶାର ଡ୍ୟାମ୍ ଗୁଡ଼ିକ ବିଷୟରେ ଏବଂ ତା'ର ନଦୀ ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଅବଗତ କରାଇବୁ। ପ୍ରଥମେ ଆମେ ଦେଖିବା ରେଙ୍ଗାଲି ଡ୍ୟାମ୍। ରେଙ୍ଗାଲି ଡ୍ୟାମ୍ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଅବସ୍ଥିତ ଅଟେ। ଏହି ରେଙ୍ଗାଲି ଡ୍ୟାମ୍ ବ୍ରାହ୍ମଣୀ ନଦୀ ଉପରେ ସ୍ଥାପନ କରାଯାଇଅଛି। ବର୍ତ୍ତମାନ ବ୍ରାହ୍ମଣୀ ନଦୀ ବିଷୟରେ କିଛି ଆଲୋଚନା କରିବା। ବ୍ରାହ୍ମଣୀ ନଦୀ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ। ଏହି ନଦୀଟି ଛୋଟନାଗପୁରରୁ ଉତ୍ପତ୍ତି ହୋଇ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିଅଛି। ପୁଣି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ବେଦବ୍ୟାସ, ଯେଉଁଟାକି ଶଙ୍ଖ ନଦୀ ଓ କୋଏଲ ନଦୀର ମିଶ୍ରଣ ଜାଗା। ସେଇଠି ଶଙ୍ଖ ନଦୀ ଓ କୋଏଲ ନଦୀ ବେଦବ୍ୟାସ ଠାରେ ମିଶିଥିବା ଦୁଇଟାକୁ ବେଦବ୍ୟାସ ବୋଲି କୁହାଯାଏ। ଏହି ଦୁଇଟି ନଦୀ ବ୍ରାହ୍ମଣୀ ନଦୀ ସହିତ ମିଶିବାରୁ ଶଙ୍ଖ ଓ କୋଏଲ ନଦୀକୁ ବ୍ରାହ୍ମଣୀ ନଦୀର ଉପନଦୀ ବୋଲି କୁହାଯାଉଛି। ବର୍ତ୍ତମାନ ଦେଖିବା ମନ୍ଦିରା ଡ୍ୟାମ୍ ବିଷୟରେ। ମନ୍ଦିରା ଡ୍ୟାମ୍ ସୁନ୍ଦରଗଡ଼ ଜିଲ୍ଲାର ଶଙ୍ଖ ନଦୀ ଉପରେ ସ୍ଥାପନ କରାଯାଇଅଛି। ମନ୍ଦିରା ଡ୍ୟାମ୍ଟି ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଶଙ୍ଖ ନଦୀ ଉପରେ ସ୍ଥାପନ କରାଯାଇଅଛି। ମନ୍ଦିରା ଡ୍ୟାମ୍ ବିଷୟରେ ଜାଣିଲୁ। ଏହି ଯେଉଁ ଶଙ୍ଖ ନଦୀ ବ୍ରାହ୍ମଣୀ ନଦୀର ଉପନଦୀ ଅଟେ। ବର୍ତ୍ତମାନ ଜାଣିବା ହୀରାକୁଦ ଡ୍ୟାମ୍ ବିଷୟରେ। ହୀରାକୁଦ ଡ୍ୟାମ୍ ଓଡ଼ିଶାର ବଡ଼ ନଦୀ ମହାନଦୀ ଉପରେ ହୀରାକୁଦ ଡ୍ୟାମ୍ ସ୍ଥାପନ କରାଯାଇଅଛି। ଏହି ଡ୍ୟାମ୍ଟି ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ। ଏହି ଡ୍ୟାମ୍ଟିର ଦୈର୍ଘ୍ୟ 25.8 କିଲୋମିଟର ଅଟେ। ଏହି ଡ୍ୟାମ୍ଟି ବନ୍ୟା ପାଣି ରୋକିବା ପାଇଁ ଓ ଜଳଜ ବିଦ୍ୟୁତ୍ ଉତ୍ପାଦନ ପାଇଁ ସେହି ଲକ୍ଷ୍ୟ ନେଇ କରାଯାଇଥିଲା। ଏହା ଆମର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର କର କମଳରେ 1957 ମସିହାରେ ଉଦ୍ଘାଟନ କରାଯାଇଥିଲା। ଏ ଥିଲା ହୀରାକୁଦ ଡ୍ୟାମ୍ର ତଥ୍ୟ ବିଶେଷ। ଏବେ ଦେଖିବା ପାଟରା ଡ୍ୟାମ୍। ପାଟରା ଡ୍ୟାମ୍ ନୂଆପଡ଼ା ଜିଲ୍ଲାରେ ଅବସ୍ଥିତ। ଜଙ୍କ ନଦୀ ଉପରେ ପାଟରା ଡ୍ୟାମ୍ଟି ନିର୍ମାଣ କରାଯାଇଅଛି। ଜଙ୍କ ନଦୀ ହେଉଛି ମହାନଦୀର ଉପନଦୀ ଅଟେ। ଏବେ ଦେଖିବା ସାଳନ୍ଦୀ ଡ୍ୟାମ୍। ସାଳନ୍ଦୀ ଡ୍ୟାମ୍ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ। ସାଳନ୍ଦୀ ଡ୍ୟାମ୍ ସାଳନ୍ଦୀ ନଦୀ ପରେ ସ୍ଥାପନ କରାଯାଇଛି। ସାଳନ୍ଦୀ ଡ୍ୟାମ୍ ସାଳନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଅଛି। ସାଳନ୍ଦୀ ନଦୀ ବୈତରଣୀ ନଦୀର
ଉପନଦୀ ଅଟେ। ଏହି ସାଳନ୍ଦୀ ଡ୍ୟାମ୍ କରିବାର ଉଦ୍ଦେଶ୍ୟ ଥିଲା ଇରିଗେସନ୍ ପ୍ରପୋଜାଲ୍ ବା ଜଳସେଚନ ପାଇଁ କରାଯାଇଥିଲା। ଏବେ ପିତାମହଲ ଡ୍ୟାମ୍ ଦେଖିବା। ପିତାମହଲ ଡ୍ୟାମ୍ ପିତାମହଲ ନଦୀ ଉପରେ ନିର୍ମାଣ କରାଯାଇଥିଲା। ଏହା ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଅଟେ। ପିତାମହଲ ନଦୀ ହେଉଛି ଶଙ୍କ ନଦୀର ଉପନଦୀ ଅଟେ। ଏହା ହାଇଡ୍ରୋ ଇଲେକ୍ଟ୍ରିସିଟି ବା ପ୍ରୋଜେକ୍ଟ ପ୍ରପୋଜାଲରେ ତିଆରି କରାଯାଇଥିଲା। ଏବେ ଦେଖିବା ଝୁମକା ଡ୍ୟାମ୍ ବିଷୟ। ଝୁମକା ଡ୍ୟାମ୍ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ଏହା ଝୁମକା ନାଳ ନେଇ କରାଯାଇଅଛି ବା ଝୁମକା ନାଳର ପାଣିକୁ ନେଇ ଝୁମକା ଡ୍ୟାମ୍ କରାଯାଇଅଛି। ଏହି ଝୁମକା ଡ୍ୟାମ୍ଟି ଚନ୍ଦକା ଫରେଷ୍ଟ ଭିତରେ ଅଛି ବା ଚନ୍ଦକା ଜଙ୍ଗଲ ଭିତରେ ଅଛି। ଏହା ଭୁବନେଶ୍ୱରରୁ ପ୍ରାୟ 37 କିଲୋମିଟର ଦୂରରେ ଅବସ୍ଥିତ ବା କଟକରୁ 30 କିଲୋମିଟର ଦୂରରେ ଅବସ୍ଥିତ। ଏହି ଝୁମକା ନାଳଟି କୁଆଖାଇ ନଦୀର ଉପନଦୀ ଅଟେ। ଏ ଥିଲା ଝୁମକା ଡ୍ୟାମ୍ର ତଥ୍ୟ। ଏ ଝୁମକା ଡ୍ୟାମ୍ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ବର୍ତ୍ତମାନ ଦେଖିବା ଜଲାପୁର ଡ୍ୟାମ୍। ଜଲାପୁର ଡ୍ୟାମ୍ ଆମର କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଏହା ମାଛକୁଣ୍ଡ ନଦୀ ଉପରେ ନିର୍ମାଣ କରାଯାଇଅଛି। ଜଲାପୁର ଡ୍ୟାମ୍ ମାଛକୁଣ୍ଡ ନଦୀରେ ନିର୍ମାଣ କରାଯାଇଅଛି। ଏହା ଇରିଗେସନ୍ ବା ହାଇଡ୍ରୋ ଇଲେକ୍ଟ୍ରିସିଟି ପ୍ରପୋଜାଲରେ ବୋଲେ ଜଳସେଚନ ଓ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ କରାଯାଇଛି। ଏହି ନଦୀ ସାବରୀ ନଦୀ ବା ସିଲୁର ନଦୀ ବା ସାବରୀ ନଦୀରେ ମିଶିଥିବା ହେତୁ ସାବରୀ ନଦୀ ଗୋଦାବରୀ ନଦୀରେ ମିଶିଅଛି। ତେଣୁକରି ଗୋଦାବରୀ ନଦୀର ଏ ଉପନଦୀ ଅଟେ। ଉପର କୋଲାବ ଡ୍ୟାମ୍। ଉପର କୋଲାବ ଡ୍ୟାମ୍ କୋଲାବ ନଦୀରେ ନିର୍ମାଣ କରାଯାଇଅଛି। ଏହା କୋରାପୁଟ ଜିଲ୍ଲାରେ ଅବସ୍ଥିତ ଅଟେ। କୋଲାବ ନଦୀଟି ଗୋଦାବରୀ ନଦୀର ଉପନଦୀ ଅଟେ। ଏବେ ବର୍ତ୍ତମାନ ଦେଖିବା ଇନ୍ଦ୍ରାବତୀ ଡ୍ୟାମ୍। ଇନ୍ଦ୍ରାବତୀ ଡ୍ୟାମ୍ ହେଉଛି ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ। ଇନ୍ଦ୍ରାବତୀ ଡ୍ୟାମ୍ ଇନ୍ଦ୍ରାବତୀ ନଦୀ ଉପରେ ନିର୍ମାଣ କରାଯାଇଅଛି। ଏହି ଇନ୍ଦ୍ରାବତୀ ନଦୀ ହେଉଛି ଗୋଦାବରୀ ନଦୀର ଉପନଦୀ ଅଟେ। ଏବେ ଦେଖିବା ଆମେ ଧନେଇ ଡ୍ୟାମ୍। ଧନେଇ ଡ୍ୟାମ୍ ହେଉଛି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ବା ପଲସରାରେ ନିକଟରେ ଅବସ୍ଥିତ। ଏହି ଧନେଇ ଡ୍ୟାମ୍ ଧନେଇ ନଦୀ ଉପରେ ନିର୍ମାଣ କରାଯାଇଅଛି। ଏହି ଧନେଇ ନଦୀଟି ରୁଷ୍କୁଲିଆ ନଦୀର ଉପନଦୀ ଅଟେ। ଏବେ ଶଗଡ଼ା ଡ୍ୟାମ୍ ବିଷୟରେ ଜାଣିବା। ଶଗଡ଼ା ଡ୍ୟାମ୍ ହେଉଛି ବୌଦ୍ଧ ଜିଲ୍ଲାରେ ଅବସ୍ଥିତ। ବୌଦ୍ଧ ଜିଲ୍ଲାର ବାଘା ନଦୀରେ ଶଗଡ଼ା ଡ୍ୟାମ୍ ନିର୍ମାଣ ହୋଇଛି। ଏହି ଯେଉଁ ବାଘା ନଦୀ ହେଉଛି ମହାନଦୀର ଟ୍ରିବ୍ୟୁଟାରୀ ବା ମହାନଦୀର ଉପନଦୀ ଅଟେ। ଏହା ଇରିଗେସନ୍ ପାଇଁ କରାଯାଇଅଛି। ବର୍ତ୍ତମାନ ଦେଖିବା ହର୍ଦଗଡ଼ ଡ୍ୟାମ୍। ହର୍ଦଗଡ଼ ଡ୍ୟାମ୍ ହେଉଛି କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ। ଏହି ହର୍ଦଗଡ଼ ସାଲନ୍ଦୀ ରିଭର ବା ସାଲନ୍ଦୀ ନଦୀ ଉପରେ ନିର୍ମାଣ କରାଯାଇଛି। ଏବେ ଦେଖିବା କାଞ୍ଝାରୀ ଡ୍ୟାମ୍। କାଞ୍ଝାରୀ ଡ୍ୟାମ୍ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ। କାଞ୍ଝାରୀ ନାଳ ଉପରେ ନିର୍ମାଣ କରାଯାଇଛି। କାଞ୍ଝାରୀ ନାଳ ହେଉଛି ବୈତରଣୀ ନଦୀର ଉପନଦୀ ଅଟେ। ଏବେ ଦେଖିବା ବାଘୁଆ ଡ୍ୟାମ୍। ବାଘୁଆ ଡ୍ୟାମ୍ ହେଉଛି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ।
এই ବାଘୁଆ ଡ୍ୟାମ୍ ବାଘୁଆ ନଦୀ ପରେ ନିର୍ମାଣ ହୋଇଛି। ବାଘୁଆ ନଦୀଟି ହେଉଛି ରୁଷକୁଲିଆ ନଦୀର ଉପନଦୀ ଅଟେ। ଏବେ ଦେଖିବା ବାଙ୍କାବଳ। ବାଙ୍କାବଳ ଡ୍ୟାମ୍ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ଏହା ବାଙ୍କାବଳ ନଦୀରେ ନିର୍ମାଣ କରାଯାଇଅଛି। ଏହା ମୟୂରଭଞ୍ଜ ଜିଲ୍ଲାରେ ନିର୍ମାଣ ହୋଇଛି। ଏବେ ଦେଖିବା ଆମେ ବାଲିମେଳା ଡ୍ୟାମ୍। ବାଲିମେଳା ଡ୍ୟାମ୍ ମାଲକାନଗିରି ଜିଲ୍ଲାରେ ଅବସ୍ଥିତ। ଏହା ସିଲେରୁ ନଦୀରେ ନିର୍ମାଣ କରାଯାଇଅଛି। ଏହି ବାଲିମେଳା ଡ୍ୟାମ୍ଟି ସିଲେରୁ ନଦୀ ଉପରେ ନିର୍ମାଣ କରାଯାଇଅଛି। ଏହି ସିଲେରୁ ରିଭର ବା ସିଲେରୁ ନଦୀଟି ଗୋଦାବରୀ ନଦୀର ଉପନଦୀ ଅଟେ। এই ବାଲିମେଳା ଡ୍ୟାମ୍କୁ ଆମେ ଚିତ୍ରକୋଣ୍ଡା ଡ୍ୟାମ୍ ବୋଲି ମଧ୍ୟ ଆମେ କହୁ। ଆମେ ଆମର ଏହି ଭିଡ଼ିଓ ମାଧ୍ୟମରେ ଏହିସବୁ ନଦୀ ଓ ଡ୍ୟାମ୍ ଗୁଡ଼ିକ ବିଷୟରେ ତଥ୍ୟ ପାଇଥିଲୁ। ଆଉ କିଛି ଯଦି ଆମେ ତଥ୍ୟ ପାଉ ଆପଣମାନଙ୍କୁ ଏହି ଚ୍ୟାନେଲରେ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଆମେ ଜଗେଇବୁ। ଆପଣଙ୍କୁ ଆମେ ଧନ୍ୟବାଦ, ନମସ୍କାର।